ଚାଲିଛି। ସତରେ କେତେ ସୁନ୍ଦର ଏହି ପ୍ରାକୃତିକ ଦୃଶ୍ୟ, ଆଉ ଆମେ କେତେ ଭାଗ୍ୟବାନ ଏପରି ଏକ ସମୟରେ ବାର୍ଷିକ ଉତ୍ସବ ପାଳନ କରୁଛେ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଦେଶ ସ୍ୱାଧୀନ ଲାଭ କରିବାର କିଛି ବର୍ଷ ପରେ ଆମ୍ଭ ଗ୍ରାମର କିଛି ଭଦ୍ର ବ୍ୟକ୍ତିମାନଙ୍କର ଆଗ୍ରହ ଓ ନେତୃତ୍ୱରେ ଏବଂ ଚିକିଲି ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଗ୍ରାମର ଏକ କୋଠ ଘରରେ ପ୍ରାଥମିକ ବିଦ୍ୟାଳୟକୁ ଚାଟଶାଳୀ କୁହାଯାଉଥିଲା। କ୍ରମେ ଏହା କୋଠ ଘରରୁ ଆସି ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉତ୍ତର ପାର୍ଶ୍ୱ ବନ୍ଧହୁଡ଼ାରେ ନିୟମିତ ଚାଲିଲା। ମୁରାରୀ ଚରଣ ପଣ୍ଡାଙ୍କୁ ନିଯୁକ୍ତ ମଧ୍ୟ ଦିଆଯାଇଥିଲା। ତାହାର କିଛି ବର୍ଷ ପରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରୁ ଗ୍ରାମର ଅନେକ ବିଦ୍ୱାନ ଜଣାଶୁଣା ବ୍ୟକ୍ତିମାନେ ପ୍ରାଥମିକ ବିଦ୍ୟାଳୟକୁ ନିଜର ଜମି ଦାନ କଲେ। ଏହା ଗ୍ରାମର ସମସ୍ତ ଜନସାଧାରଣ ଜାଣିଛନ୍ତି। ପ୍ରାଥମିକ ବିଦ୍ୟା ଶେଷ ପରେ ଉଚ୍ଚ ପ୍ରାଥମିକ ହାଇସ୍କୁଲ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ତଥା ବିଦ୍ୟାର୍ଥୀମାନଙ୍କୁ ଖଲିକୋଟ ଯିବାକୁ ପଡ଼ିଥାଏ। ଯାହାର ଆର୍ଥିକ ସମ୍ବଳ ଥାଏ ସେହି ପିଲାମାନେ ହାଇସ୍କୁଲ ଶିକ୍ଷା ଶେଷ କରନ୍ତି, ଅନ୍ୟମାନେ ଅଧାରୁ ପାଠ ଛାଡ଼ି ଦିଅନ୍ତି। ଚିକିଲିରୁ ଖଲିକୋଟ ଯିବା ପାଇଁ 10 କିଲୋମିଟର ବଣ ପାହାଡ଼ ଭରା ରାସ୍ତା। ଏହି ସମସ୍ୟାକୁ ଉପଲବ୍ଧ କରି 1968 ମସିହାରେ ପ୍ରାଥମିକ ବିଦ୍ୟାଳୟ ନିକଟରେ ଗୋପବନ୍ଧୁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଜନ୍ମ ଲାଭ କଲା। ତତ୍କାଳୀନ ସଭାପତି ଶ୍ରୀ ଦଣ୍ଡାସୀ ଖୁଣ୍ଟିଆ ଓ ଶ୍ରୀ ଗିରିଧାରୀ ଖୁଣ୍ଟିଆଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ମିଳିଥିଲା। ସେତେବେଳେ ଡିଆଇ ଅଫିସ ଭଞ୍ଜନଗରରେ ଥାଏ। କିଛି ଗ୍ରାଣ୍ଟ ଟଙ୍କା ଆସିଲେ ଅଧା ଅଧି ଖର୍ଚ୍ଚ ଗାଡ଼ି ମଟରରେ ଖର୍ଚ୍ଚ ହୋଇଯାଏ। ତତ୍ପରେ ଆମ ତତ୍କାଳୀନ ସମ୍ପାଦକ ଶ୍ରୀ ଗିରିଧାରୀ ଖୁଣ୍ଟିଆଙ୍କ ଉଦ୍ୟମରେ ଖଲିକୋଟ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ସ୍ୱାଇଁ 25,000 ଟଙ୍କା ଗୃହ ନିର୍ମାଣ ପାଇଁ ଦେଇ ପ୍ରେରଣାର ଉତ୍ସ ପାଲଟିଥିଲେ। ବର୍ତ୍ତମାନର ଯେଉଁ ଘର ସବୁ ନିର୍ମାଣ ହୋଇଛି 1990ରେ ଓବିବି ଗ୍ରାଣ୍ଟ ପରେ ସର୍ବଶିକ୍ଷା ଅଭିଯାନ ଟଙ୍କାରୁ ବିଦ୍ୟାଳୟର ସମସ୍ତ ଆସବାବପତ୍ର ସହ କମ୍ପାଉଣ୍ଡ ୱାଲ୍ ମଧ୍ୟ ନିର୍ମାଣ ହୋଇଅଛି। ଏହାର ପ୍ରଚ୍ଛନ୍ନ ପଟରେ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଗୋଲକ ଚନ୍ଦ୍ର ଗୌଡ଼। ବର୍ତ୍ତମାନ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ 318 ଜଣ ଥିବାବେଳେ ମୋଟ ଶିକ୍ଷକ ଶିକ୍ଷୟିତ୍ରୀ 11 ଜଣ ଅଛନ୍ତି। ଶିକ୍ଷା ପଦ୍ଧତିକୁ ଶିଶୁକେନ୍ଦ୍ରିକ କରିବା ପାଇଁ ଓ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବିଦ୍ୟାର୍ଥୀମାନଙ୍କ ଜ୍ଞାନକୁ ପାଠ୍ୟପୁସ୍ତକରେ ସୀମିତ ନ ରଖି ବାହ୍ୟ ଜ୍ଞାନ ସହିତ ସମ୍ପୃକ୍ତ କରି ଘୋଷା ପଦ୍ଧତିରୁ ମୁକ୍ତ କରିବା ଏହି ଶିକ୍ଷାର ହେଉଛି ମୂଳ ଲକ୍ଷ୍ୟ। ଏହାଛଡ଼ା ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ସହିତ ଆନନ୍ଦମୟ ଶିକ୍ଷା ଆମ ବିଦ୍ୟାଳୟର ମୂଳ ଲକ୍ଷ୍ୟ। ଶିକ୍ଷା ଅଧିକାର ଅଧିନିୟମକୁ ପାଳନ କରିବା ସହ ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ କମ୍ପୋଜିଟ୍ ଗ୍ରାଣ୍ଟ, ସ୍ପୋର୍ଟସ, ଇକୋ କ୍ଲବ ଇତ୍ୟାଦି ପାଇଁ ଆସୁଥିବା ଅନୁଦାନ ରାଶିକୁ ବିଦ୍ୟାଳୟର ଉନ୍ନତି ପାଇଁ ବିନିଯୋଗ କରାଯାଉଛି। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ, ପୋଷାକ, ହାଉସ୍ ଡ୍ରେସ୍, ଜୋତା, ଟୋପି, ପରିଚୟ ପତ୍ର ଆଦି ମଧ୍ୟ ସବୁକିଛି ବଣ୍ଟନ କରାଯାଉଛି। ଭାଷା, ସାହିତ୍ୟ, ଚିତ୍ରାଙ୍କନ, ହସ୍ତକର୍ମ ଓ ସୃଜନଶୀଳତା କରି ପୁରସ୍କାର ବଣ୍ଟନ ମଧ୍ୟ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲୁ ରହିଛି। ଏଥିପାଇଁ ଗ୍ରାମର 5 ଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟ ପାନୀୟ ଜଳ ପାଇଁ ମୋଟର ପମ୍ପ ସହ ଟ୍ୟାପର ବ୍ୟବସ୍ଥା କରାଯାଇଛି। ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ ବାଳକ ଓ ବାଳିକା ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଅଛି। RTE 2009 ଅନୁସାରେ ଆମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗଣେଶ ସବରଙ୍କ ବଳିଷ୍ଠ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରମାନଙ୍କର ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଆଗେଇ ନେବା ପାଇଁ ନିରନ୍ତର ଉଦ୍ୟମ ଚାଲୁ ରଖିଛନ୍ତି। ଏଥିସହ ପିଲାମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ସମୟାନ୍ତରରେ ପରୀକ୍ଷା କରାଯାଉଅଛି। ଆଜି ଆମେ ଜାଣିବା ଆମ ସ୍କୁଲର ଗର୍ବ ଆଉ ଗୌରବ ବିଷୟରେ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ୍ଭ ଅନୁଷ୍ଠାନରୁ 3 ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି। ଆମର ବିଶ୍ୱାସ ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ। ଆମର ସ୍ଥାୟୀ ସଭାପତି ଶ୍ରୀମତୀ ଭାରତୀ ଗୌଡ଼ ଏବଂ ସରପଞ୍ଚ ଶ୍ରୀମତୀ ନୟନୀ ପ୍ରଧାନଙ୍କ ସହଯୋଗରେ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଅଛି। ଆଉ ମୋର ଆଶା ଆଗକୁ ମଧ୍ୟ କରାଯିବ। ଆଉ ଭବିଷ୍ୟତର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀଗୃହର ପୁନରୁଦ୍ଧାର କରାଗଲେ ଆମେ ଅତ୍ୟନ୍ତ ଉପକୃତ ହେବୁ। ଖେଳ ପଡ଼ିଆର ପ୍ରାଚୀର ନିର୍ମାଣ, ଏକ କନଫରେନ୍ସ ହଲ୍ ନିର୍ମାଣ କରିବା ପାଇଁ ପଞ୍ଚାୟତରେ ସରପଞ୍ଚଙ୍କୁ ଆମର ବିନୀତ ଅନୁରୋଧ। ଆଶା କରିବୁ ଅଗ୍ରାଧିକାର ଭିତ୍ତିରେ ପୂର୍ଣ୍ଣ କରିବା ସହିତ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବେ। ଏହା ହିଁ ହେଉଛି ଆମର କାମନା। ସମସ୍ତ ଅତିଥିମାନଙ୍କୁ ପୁନର୍ବାର ନମସ୍କାର ଜଣାଇ ମୁଁ ମୋର ବିବରଣୀ ପଠନ ଶେଷ କରୁଅଛି। ଜୟ ଜଗନ୍ନାଥ। ଧନ୍ୟବାଦ। ধন্যবাদ। আশা করে যে
आम विद्यालय जहाँ किछि असुविधा रही जो समस्या मुंड टेकी से समस्यार आशु समाधान पाई विहित व्यवस्था करी बोली मो मो परिवार तरफ मु समस्त वरेण्य अतिथि मान को अनुरोध जनाऊँगी। मोर यही समय मन पड़ जाए आमर आमे मध्य छोट पिला थिलु पाठ पढ़ुथुलु से कालंदी चरण पाणिग्राही एक अमृतोक्ति मने पड़े मोर ग्राम चाटशाली चिन्नी थिली जही अक्षर आगे सरुदांड कड़े चाल घर खंडी जाइथिली दिने बापांक संगे। मन पड़े मोर ग्राम चाटशाली चिन्नी थिली जही अक्षर आगे सरुदांड कड़े चाल घर खंडी जाइथिली दिने बापांक संगे। गुरु सहपाठी के गलेणी काहीं गुरु सहपाठी के गलेणी काहीं गोटी गोटी ताहा पड़ुची मने हसीथिली केउ बिल पहाड़े कांदी आंब पोलांग बने हसीथिली केउ बिल पहाड़े कांदी आंब पोलांग बने। मंदिर समान ग्राम चाटशाली मंदिर समान ग्राम चाटशाली सबु स्मृति परे टेकीची मथा मु शिखिथिली जही प्रथम अक्षर कहिथिली जही प्रथम कथा। तेणु ए बाल्य जीवनर स्मृति उज्जीवित करे से श्रावण रातिर चैती छुआ परी मो मन निश्चित माने अति आनंदित होई उठे से बाल्य जीवनर कथा। तेणु आजिर जो विवरणी पाठ भितर थिला अतीतर स्मृतिचारण केते घात प्रतिघात देई ए विद्यालय आसी ए अवस्था पहुँची। तेणु समस्तर साहाय्यर हस्त वर्तमान रही। तेणु विद्यालय आज यही अवस्था वर्तमान आहुरी आगुसार होगापाई लक्ष्य रखी। तेणु धन्यवाद सहित वर्तमान आज दिवसर आकर्षण केन्द्रबिंदु समस्त वरेण्य अतिथि वृंद मध्यरु आमर वयोज्येष्ठ पुरोधा एवं समस्तिंक भितरे ज्ञानी गुणी एवं सबुबले आम सुख दुखर साथी आमर श्रीजुक्त सम्मानित अतिथि आमर काशीनाथ सार को मो अनुरोध करी ए विद्यालयर रूपरेखार से होउचंती प्रकृत भाग्यदाता कहले अत्युक्त होब नाही। जीवन को जेते निरीखिचंती अति पाखरे अनुभव कर